ଜୟ ଜଗନ୍ନାଥ। ଗୋଟିଏ ଛୋଟିଆ ଉଦାହରଣ ଦେଉଛି ମୋ ରାଧାକୃଷ୍ଣ ଆମ ଜଗନ୍ନାଥଙ୍କ ଭାବରେ। ସେଇଟା ଅନେକ ପାଲା ମାଧ୍ୟମରେ ବି ଜ୍ଞାନିକ ମାଧ୍ୟମରେ ବୋଲା ହେଇଥିବ, କୁହା ହେଇଥିବ, ଜାଣିଛନ୍ତି ସମସ୍ତେ। କିନ୍ତୁ ମୁଁ ମୋ ଆତ୍ମାଶରୀରେ ଯେଉଁ ଜଗନ୍ନାଥ ଲୀଳା କରୁଛନ୍ତି, ଯିଏ ଆତ୍ମାଶରୀରେ ଯେତିକି କହୁଛନ୍ତି ମୁଁ ସେତିକି କହୁଛି, କିନ୍ତୁ ତା'ର ତର୍ଜମା କିଛି ମୁଁ କରୁନି, ଆପଣମାନେ କରିବେ। ଗୋଟିଏ ହେଲା ଗୋଟିଏ ଛୋଟିଆ କବିତା ଭାବରେ ଇଏ କରିଥିଲି। ସେ କଥା ବି ମୋତେ ବେଳେବେଳେ ଶୁଣାଶୁଣି କଥା ଭଳିଆ ମୋତେ ଲାଗିଲା। ମୁଁ ଯେତେବେଳେ ସେଟା ଆବୃତ୍ତି କରିଦେଲି ମୋତେ ସେଇ ସମୟରେ ଲାଗିଲା। କ୍ଷୀର ତ ଅଇଁଠା, ନୀର ତ ଅଇଁଠା, ଅଇଁଠା ତ ଫୁଲ ଫଳ, ନିଅଇଁଠା ହୋଇ କେଉଁ ଦର୍ବ ଅଛି, ତୋଷିବି ମୋ ପ୍ରଭୁଙ୍କ ମନ। ଆର ଉଦାହରଣଟି ମୁଁ ଦେଉଛି। କ୍ଷୀର ଅଇଁଠା। ଆମେ କ୍ଷୀରଟା ପୂଜା କଲେ ପବିତ୍ର ଭାବିଥାଉ, କିନ୍ତୁ କ୍ଷୀରଟା ଆଗ ବାଛୁରୀ ପିଇଲା ପରେ ଆମେ ତାକୁ ଦୁହିଁକିରି ପୂଜା କରିଥାଉ। ତେଣୁ କ୍ଷୀର ତ ଅଇଁଠା। ନୀର ପାଣିଟା ଆମେ ସବୁବେଳେ ତାକୁ ପିଉ। ପାଣି ବିନା ଆମ ଜୀବନ ଅଧୁରା, ଆମେ ବଞ୍ଚିପାରିବା ନାହିଁ। ତେଣୁ ଯେଉଁଠି ବି କୂଅ ଥାଉ, ନଳ ଥାଉ, ଯେକୌଣସି ଜାଗାରେ ଯାହା ବି ଥାଉ, ପାଣି ସଂଗ୍ରହ ହେଇଥାଉ, ଆମେ ପାଣିଟା ସବୁବେଳେ ପିଇଥାଉ। ସେଇ ପାଣିକି ଆମେ ପିଇଥାଉ, ସେଇ ପାଣିରେ ଆମେ ଠାକୁରଙ୍କୁ ପୂଜା କରିଥାଉ। ତେଣୁ ସେ ପାଣି ବି ଅଇଁଠା। ଫୁଲ ଫଳ, କାରଣ ଫୁଲ ଫଳ ଯେତେବେଳେ ଗଛରେ ହୋଇଥାଏ, କେତେ ମାଛି, ଜନ୍ଦା, ପିମ୍ପୁଡ଼ି, ପଶୁ ପକ୍ଷୀ ଏ ସମସ୍ତେ ତା ଉପରେ ବସିଥାନ୍ତି। ବସିଲା ପରେ ତାର ମହୁ ଶୋଷିଥାନ୍ତି, ଫୁଲରୁ ମହୁ ଶୋଷିଥାନ୍ତି। ଫଳରେ ବି କେତେ ମାଛି ଫାଛି ସବୁ ବସିକି ଥାନ୍ତି, ଜନ୍ଦା ପିମ୍ପୁଡ଼ି ବି ଲାଗିଥାନ୍ତି। ତାପରେ ସେଇଟାକୁ ଆମେ ଆଣିକି ପୂଜା କରୁ। ସିଏ ବି ଅଇଁଠା ହେଇଗଲା। ତାପରେ ନିଅଇଁଠା ହୋଇ କେଉଁ ଦର୍ବ ଅଛି, ତୋଷିବି ମୋ ପ୍ରଭୁଙ୍କ ମନ। ସେତେବେଳେ ଭକ୍ତିଟି କହୁଛି, ହେ ଜଗନ୍ନାଥ, ସବୁ ତ ଅଇଁଠା, ନିଅଇଁଠା ହୋଇ କେଉଁ ଦର୍ବ ଅଛି, ତୋଷିବି ମୋ ପ୍ରଭୁଙ୍କ ମନ। ଆମ ପାଟିରେ ଆମେ ଖାଉଛୁ, ପିଉଛୁ, ସବୁ କରୁଛୁ, ପାଟିରେ ବି ଆମେ ବେଳେବେଳେ ଆମେ ପାଟିଟା ବି ଅଇଁଠା ସବୁବେଳେ ଭାବିଥାଉ। ତେଣୁ ମୋ ଭାବନାରେ ଭାବିଲି, ନିଅଇଁଠା କ'ଣ ଅଛି ଆମ ଜୀବନ ଭିତରେ, ଆମେ ପ୍ରଭୁଙ୍କୁ ପାଇବା। ସେଇ ଜିନିଷଟି ଆମକୁ ପ୍ରଭୁକୁ ଦାନ କରିବାକୁ ପଡ଼ିବ, ସତ୍ୟ, ନ୍ୟାୟ, ନିର୍ମଳ ଭାବରେ ଭାବି ନିଜକୁ ନିଜ ତର୍ଜମା କଲି। ନା, କ୍ଷୀର, ନୀର, ସବୁ ଫୁଲ ଫଳ ସବୁ ଅଇଁଠା ହେଇଗଲା, କିନ୍ତୁ ମନଟା ଅଇଁଠା ନୁହେଁ। କାଳିଆରେ ଯେଉଁ ଛୋଟିଆ ମନ ଟିକେ ଦେଇନୁ, ସେ ଅଇଁଠା ନୁହଁ। ମୋ ଭାବନାରେ ମୁଁ କହୁଛି, ମୋ ରାଧାକୃଷ୍ଣ ଭାବନାରେ କହୁଛି, ସେ ଅଇଁଠା ନୁହଁ। ସେଇ ଛୋଟିଆ ମନଟିକକୁ ମୁଁ ତୋତେ ଦେଇଦେଲି, ଆଉ ସେଇ ଛୋଟିଆ ମନକୁ ତୁ ଏତେ ସୁନ୍ଦର ନିର୍ମଳ ଭାବରେ ଗଢ଼ି ତୋଳିବ ନା। କିଏ କ'ଣ କହିଲା ମୋତେ କଷ୍ଟ ଲାଗିବ ନାହିଁ, ମୋତେ ବାଧା ଲାଗିବନି, ତାଙ୍କୁ ବୁଝାଇ ଦେବି। ମୋର ସନ୍ତାନ ଭାବି ଯେମିତି ମୁଁ ସମସ୍ତଙ୍କୁ ବୁଝାଇବି, ତୁ ଯେମିତି ତୋର ସନ୍ତାନ ଭାବି ଏ ଦୁନିଆରେ ସମସ୍ତଙ୍କୁ ଆମକୁ ସୃଷ୍ଟି କରିଛୁ, ମୁଁ ସେମିତି ତୋତେ ଅନୁସରଣ କରିକି ସମସ୍ତଙ୍କୁ ମୋ ସନ୍ତାନ ଭାବି ନେବି। ତୁ ଯେମିତି ମୋତେ ଛୋଟରୁ ତର୍ଜମା କରି ଶେଷେ ମୋତେ କିଛି ଜ୍ଞାନ ଦେଇଛୁ, ମୁଁ ସେମିତି ମୋ ସନ୍ତାନମାନଙ୍କର, ମୋ ପିଲାମାନଙ୍କର ଭୁଲ ଦେଖିକି ସହିବି, କିଛି ତାଙ୍କୁ ଜ୍ଞାନ ଦେବି। ସେଇ ପଥକୁ ମୁଁ ଆଦରି ନେଇଛି। ତୁରେ କହ କାଳିଆ, ମୁଁ ଠିକ୍ କରିଛି ନା ଭୁଲ କରିଛି। ଆଉ ଗୋଟେ ପ୍ରଶ୍ନ, କାଳିଆ, ତୁ ଆମିଷ ଖାଉ? ମୁଁ ଛୋଟବେଳେ ଆମିଷ ଖାଏ ନାହିଁ। ମୋର କାରଣ ମୁଁ ତୋ ମାର୍ଗରେ ଏମିତି ମୁଁ ଜାଣିନଥିଲି, ମାର୍ଗଟା କ'ଣ ଜାଣିନଥିଲି ଭାବରେ ସବୁ ଦେବାଦେବୀଙ୍କର ଓଷା ବ୍ରତ କରେ ନିଷ୍ଠାର ସହିତ, କିଛି ଖାଏ ନାହିଁ। କିନ୍ତୁ ଯେତେବେଳେ ମୁଁ ମାର୍ଗଟା ଜାଣିଲି, ସେତେବେଳେ ଅନୁଭବ କଲି, ପ୍ରକୃତିରେ ତ ଘର ମନ୍ଦିର ସବୁ ତ ଯେତିକ ମଣିଷ ଜନ୍ମ ହୋଇଛନ୍ତି, ସମସ୍ତଙ୍କ ଭିତରେ ଦେବତା ଅଛନ୍ତି, ସମସ୍ତଙ୍କ ଭିତରେ ତୁ ଅଛୁ ରେ କାଳିଆ। ତେଣୁ ସେମାନଙ୍କୁ ମୁଁ ଭଗବାନ ମାନି ନେଲି। ଆଉ ତୁ ଆମିଷ ଖାଉନ କହିଲି,
ଅନେକ ଲୋକ କହିଛନ୍ତି ଜଗନ୍ନାଥ ଆମିଷ ଖାଉଛନ୍ତି। ମୋତେ ବି ଜଣେ ପଚାରିଲେ ଆମିଷ ଖାଉ? ମୁଁ କିନ୍ତୁ ଆଦୌ ମୁଁ ଆମିଷ ଖାଉନଥିଲି ମୋ ଭଗବାନଙ୍କ ଭାବରେ। କାରଣ ଜୀବ ହତ୍ୟା ମହାପାପ ମୁଁ ସେଇଟା ଜାଣିଛି। ତେଣୁ ମୁଁ ଖୋଲିକି କହିଦେଉଛି ମୋର ସବୁ କଥା, ନିଜସ୍ୱ କଥା। କିଛି ମୋର ଦୁଃଖ ନାହିଁ, କାହା ପାଇଁ କଷ୍ଟ ଦୁଃଖ, କାହାକୁ ଅପମାନିତ ଲାଗେ ମୋତେ କିଛି ଲାଗିବ ନାହିଁ। ମୋର ପୁଅଟି ଯେତେବେଳେ ଗର୍ଭରେ ଥିଲା ମୁଁ ସେତିକିବେଳେ ଚୁନା ମାଛ ଟିକେ ଖାଇବାକୁ ଇଚ୍ଛା କରିଥିଲି। ତାପରେ ଚୁନା ମାଛରୁ କିଛି ମାଛ ସେମିତି ଶାନ୍ତି ମନରେ ନୁହଁ, ବେଳେବେଳେ ଖାଉଥିଲି। କିନ୍ତୁ ସମ୍ପୂର୍ଣ୍ଣ ଘୃଣା ଲାଗିଲା ମୋତେ। କାରଣ ଗୋଟେ ଜୀବ ହତ୍ୟା କରି ଖାଇବା ମହାପାପ। ତେଣୁ ଆମିଷ ସମ୍ପୂର୍ଣ୍ଣ ଛାଡ଼ିଦେଲି। ତାପରେ ଜାଣିଲି ତୁ ଆମିଷ ଖାଉଛୁ ବୋଲି। ମୋ ମୁହଁରେ ଜଣେ ଦୁଇ ଜଣ କହିଛନ୍ତି, ମୁଁ ତ ଜାଣିନାହିଁ ତୁ କେତେବେଳେ ଆମିଷ ଖାଇଛୁ। ଏମିତି କହନ୍ତି ଗୋଜବାୟାଣୀ ଠାକୁରାଣୀ ବି ଆମିଷ ଭୋଗ ଲାଗିକି ହୁଏ। ହଁ ଯଦି ବି କି ଖାଇଥାଉ ସେଥିରେ ବି ମୋର କିଛି ତର୍ଜମା କରିବାର ନାହିଁ। କାରଣ ସ୍ୱୟଂ ରାମଚନ୍ଦ୍ର ମିରିଗ ମାଂସ ନେଇକି ଯାଇଥିଲେ ତାଙ୍କର ପିତା, ମିରିଗ ମାଂସ ଆଣିବାକୁ ଯାଇଥିଲେ ପିତାର ଶ୍ରାଦ୍ଧ ଦେବାକୁ। ତେଣୁ ତାକୁ ବି ଭଗବାନ ମଣିଷ ତର୍ଜମା କରୁଛନ୍ତି। କାରଣ ଭଗବାନ ଯେହେତୁ ସେ ଲୀଳା କରିଛନ୍ତି ମଣିଷ ବି ତର୍ଜମା କରନ୍ତି। କିଛି ଅସୁବିଧା ନାହିଁ ମଣିଷ ତର୍ଜମା କଲେ ବି। ମୁଁ କହୁଛି ତୁ ଆମିଷ ଖାଉନୁ ସତ, ସମସ୍ତେ ଆମେ ଜାଣିଛୁ। ମୁଁ ବି ଜାଣିନାହିଁ ତୁ ଆମିଷ ଖାଉ ବୋଲି। ଯେଉଁ ଭକ୍ତ ଦେଇଥିବ ସେ ଜାଣିଥିବ। କିନ୍ତୁ ତୁ ରାତି ପାହିଲେ ଆମିଷ ପାଣିରେ ପୂଜା ହେଉଛୁ, ତୁ ରାତି ପାହିଲେ ଆମିଷ ପାଣିରେ ଗାଧୋଉଛୁ। ମୁଁ ବି ରାତି ପାହିଲେ ସେ ଆମିଷ ପାଣିରେ ଗାଧୋଉଛି, ସେ ଆମିଷ ପାଣିକି ପିଉଛି। ତେଣୁ ମୁଁ କେଉଁଠୁ କ'ଣ ତର୍ଜମା କରିବି ମୁଁ ଜାଣିପାରୁନି। ତୁ ମୋତେ ସେଇ ମାର୍ଗଟା ଟିକେ ଜଣେଇ ଦେ। କାରଣ ଗୁହରେ ରହିଛି ନଳକୂପରୁ ଆଣ ପାଣି, ସେଇଟା ଆମିଷ ହେଇପାରିନଥାଏ। ତଥାପି ନଳକୂପର ପାଣିର ଆମିଷ ଆମେ ଜାଣିନୁ। ଗାଡ଼ିଆରୁ ପାଣି ଆଣ ଆମିଷ ଅଛି, ପୋଖରୀରୁ ପାଣି ଆଣ ଆମିଷ ଅଛି, ନଦୀ ନାଳରୁ ପାଣି ଆଣ ଆମିଷ ଅଛି, କୁହରୁ ପାଣି ଆଣ ଆମିଷ ଅଛି। କାରଣ କୁହର ପାଣିରେ ମୁଁ ନିଜସ୍ୱ ଆଖିରେ ଦେଖିଛି କଇଁଛ, କଉ ମାଛ ସବୁ ଛଡ଼ା ହେଇଥାଏ, ସେଥିରେ ବି ଆମିଷ ଅଛି। ତାହେଲେ କହ କାଳିଆ, ମୋ ଭାବନା, ମୋ ଚିନ୍ତା ଚେତନା ଠିକ୍ କି ଭୁଲ ତୁ ମୋତେ ଟିକେ ଜଣା। ଆଉ ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ ଓଡ଼ିଶାବାସୀ କ୍ଷମା କରିବ। ରହୁଛି, ଜୟ ଜଗନ୍ନାଥ। ସମୟ ଅନୁସାରେ ସମସ୍ତେ ସୁଧୁରି ଯାଅ। ଟାଇମ୍ ପାସ୍ କରିବାକୁ କାହାକୁ କଲ୍ କରନ୍ତୁ ନାହିଁ। କାହା ସାଥିରେ ଯଦି ରାଧାକୃଷ୍ଣର ଭାବ କେହି ଯଦି ଜଣକୁ ବାଛିଛି ତାକୁ କେହି ପାପରେ ଗଣିତ କରନ୍ତୁ ନାହିଁ। ରହୁଛି, ଜୟ ଜଗନ୍ନାଥ।